ପିଲାମାନେ ଆସ ଆଜି କିଛି ଶବ୍ଦ ରୂପ ଉପରେ ଆମେ ଆଲୋଚନା କରିବା। ଆମେ ଶବ୍ଦ ରୂପ ଉପରେ ଆଲୋଚନା କରିବାକୁ ଯାଇ ପୁଲ୍ଲିଙ୍ଗ, ସ୍ତ୍ରୀଲିଙ୍ଗ ଆଉ କ୍ଲିବଲିଙ୍ଗ ଲିଙ୍ଗ ଉପରେ ଆମେ ଶବ୍ଦ ଗୁଡ଼ିକୁ କରିଥାଉ। ଶବ୍ଦ ରୂପ ଏବଂ ଧାତୁ ରୂପ ସଂସ୍କୃତ ରୂପକ ଗାଡ଼ିର ଦୁଇଟି ଚକ ପରି। ଗୋଟିଏ ଚକର ଅଭାବରେ ବା ଅନୁପସ୍ଥିତିରେ ଗାଡ଼ିଟି ଆଗକୁ ଯାଇପାରିବ ନାହିଁ। ତାହେଲେ ଆମେ ଫଳ ଶବ୍ଦ ଅକାରାନ୍ତ ଆଗରୁ ପଢ଼ି ସାରିଥିଲେ କ୍ଲିବଲିଙ୍ଗ ଶବ୍ଦ। ଆଜି ଆମେ ଇକାରାନ୍ତ ବାରି ଅର୍ଥାତ୍ ଜଳ କ୍ଲିବଲିଙ୍ଗରେ କିପରି ରୂପ ହେଉଛି ତାହା ଆମେ ଆଜି ପଢ଼ିବା। ଦେଖ, ଆମର ବିଭକ୍ତି 7 ପ୍ରକାର, ବଚନ 3 ପ୍ରକାର, ଏକଥା ତୁମେ ଆଗରୁ ଅବଗତ ଅଛ। ଆଜି ଆମେ ଦେଖିବା କିପରି ସହଜ ଉପାୟରେ ଆମେ ଶବ୍ଦଟିକୁ ମନେ ରଖିପାରିବା। ବାରି ଶବ୍ଦ ଅର୍ଥାତ୍ ଜଳ। ତାର ପ୍ରଥମ ଆଉ ଦ୍ୱିତୀୟ ବିଭକ୍ତି ହେଉଛି ବାରି, ବାରିଣୀ, ବାରିଣୀ ଏବଂ ଦ୍ୱିତୀୟ ବିଭକ୍ତି ମଧ୍ୟ ବାରି, ବାରିଣୀ, ବାରିଣୀ। ବୁଝିହେଲା? ଦେଖ, ଏକ ବଚନ ଆଉ ଦୁଇ ବଚନ ବାରି, ହର୍ଷେଇ, ହର୍ଷେଇ। ଦୁଇ ବଚନରେ ଦେଖ ଦୁଇଟି ଯାକ ବନାନ ଏକାପରି ଅର୍ଥାତ୍ ର ରେ ହର୍ଷେଇ, ଣ ରେ ଦୀର୍ଘଇ। ବହୁ ବଚନ ବେଳକୁ ର ରେ ଦୀର୍ଘଇ, ଣ ରେ ହର୍ଷେଇ। ଏତିକି ହେଉଛି ଏହାର ପାର୍ଥକ୍ୟ। କିନ୍ତୁ ରୂପ ଏକା, ବାରି, ବାରିଣୀ, ବାରିଣୀ, ବାରି, ବାରିଣୀ, ବାରିଣୀ। ତୃତୀୟ ବିଭକ୍ତି ଦେଖ, ବାରିଣା, ବାରିଭ୍ୟାମ୍, ବାରିଭିଃ। ଚତୁର୍ଥୀ ବିଭକ୍ତି ବାରିଣେ, ବାରିଭ୍ୟାମ୍, ବାରିଭ୍ୟଃ। ପଞ୍ଚମ ବିଭକ୍ତି ବାରିଣଃ, ବାରିଭ୍ୟାମ୍, ବାରିଭ୍ୟଃ। ଏହା ଦିହରେ ଟିକେ ଲକ୍ଷ୍ୟ ରଖ, ଏହାର ଦୁଇ ବଚନ, ତୃତୀୟା ବିଭକ୍ତି, ଚତୁର୍ଥୀ ବିଭକ୍ତି ଆଉ ପଞ୍ଚମ ବିଭକ୍ତିର ଦୁଇ ବଚନ ଗୁଡ଼ିକ ସମାନ। ବାରିଭ୍ୟାମ୍, ବାରିଭ୍ୟାମ୍, ବାରିଭ୍ୟାମ୍। ଏବଂ ଏହାର ଚତୁର୍ଥୀ ବିଭକ୍ତି ଏବଂ ପଞ୍ଚମ ବିଭକ୍ତି ବହୁ ବଚନ ଦୁଇଟି ମଧ୍ୟ ସମାନ। ବାରିଭ୍ୟଃ, ବାରିଭ୍ୟଃ। ବୁଝିହେଲା? ତାହେଲେ ତୃତୀୟା ବିଭକ୍ତିର ଦୁଇ ବଚନ, ଚତୁର୍ଥୀ ବିଭକ୍ତି ଦୁଇ ବଚନ, ପଞ୍ଚମ ବିଭକ୍ତି ଦୁଇ ବଚନ ସମାନ। ବାରିଭ୍ୟାମ୍, ବାରିଭ୍ୟାମ୍, ବାରିଭ୍ୟାମ୍। ବହୁ ବଚନ ଭିତରେ ବାରିଭ୍ୟଃ, ବାରିଭ୍ୟଃ ଅର୍ଥାତ୍ ଚତୁର୍ଥୀ ବିଭକ୍ତି ବହୁ ବଚନ ଆଉ ପଞ୍ଚମ ବିଭକ୍ତି ବହୁ ବଚନ ଦ୍ୱୟ ସମାନ। ଷଷ୍ଠୀ ବିଭକ୍ତିର ରୂପ ହେଉଛି ବାରିଣଃ, ବାରିଣୋଃ, ବାରିଣାମ୍, ହର୍ଷେଇ ଦୀର୍ଘଇ ଟିକେ ଲକ୍ଷ୍ୟ କର। ସପ୍ତମ ବିଭକ୍ତି ବାରିଣୀ, ବାରିଣୋଃ, ବାରିଷୁ। ତାହେଲେ ଆମର ଏଠି ଷଷ୍ଠୀ ବିଭକ୍ତି ଦୁଇ ବଚନ ଆଉ ସପ୍ତମ ବିଭକ୍ତି ଦୁଇ ବଚନ ମଧ୍ୟ କ'ଣ ସମାନ। ବୁଝିହେଲା? ତାହେଲେ ଏତକ ଆମର ସମାନ, ତେଣୁ ଆମେ ସହଜରେ ମନେ ରଖିପାରିବା। ବାରି, ବାରିଣୀ, ବାରିଣୀ, ହର୍ଷେଇ ଦୀର୍ଘଇ ଦୁଇ ବଚନ, ଆଉ ବହୁ ବଚନ ରହିଲା ଦୀର୍ଘଇ, ହର୍ଷେଇ। ତୃତୀୟ ବିଭକ୍ତି ହେଲା ବାରିଣା, ବାରିଭ୍ୟାମ୍, ବାରିଭିଃ। ଚତୁର୍ଥୀ ବିଭକ୍ତି ବାରିଣେ, ବାରିଭ୍ୟାମ୍, ବାରିଭ୍ୟଃ। ପଞ୍ଚମ ବିଭକ୍ତି ବାରିଣଃ, ବାରିଭ୍ୟାମ୍, ବାରିଭ୍ୟଃ। କୋଉଠି କୋଉଠି ସମାନ ରହୁଛି ଦେଖ, ବାରିଭ୍ୟାମ୍, ବାରିଭ୍ୟାମ୍, ବାରିଭ୍ୟାମ୍ ସମାନ ଏବଂ ବାରିଭ୍ୟଃ, ବାରିଭ୍ୟଃ ସମାନ। ଆଉ ଏପଟେ ଷଷ୍ଠୀ ବିଭକ୍ତି ଆଉ ସପ୍ତମ ବିଭକ୍ତି ଦୁଇ ବଚନ ଦ୍ୱୟ ମଧ୍ୟ ସମାନ। ବାରିଣୋଃ, ବାରିଣୋଃ। ଆଉ ଏହାର କ୍ଲିବଲିଙ୍ଗ ସମ୍ବୋଧନ ମଧ୍ୟ ରହିଛି। ସେଥିରେ ହବ ବାରି, ବାରିଣୀ, ବାରିଣୀ ଅର୍ଥାତ୍ ଯାହା ପ୍ରଥମ ବିଭକ୍ତିରେ ଅଛି ତାହା ହବ। ଆଉ ଗୋଟେ ମଧ୍ୟ ହେଇପାରିବ ବାରେ, ବାରିଣୀ, ବାରିଣୀ। ହେଲା? ତାହେଲେ ଏହିପରି। ସେହିପରି ଆଉ ଗୋଟେ କ୍ଲିବଲିଙ୍ଗ ଶବ୍ଦ ଆମେ ଲକ୍ଷ୍ୟ କର, ଅକ୍ଷି ଶବ୍ଦ। ଅକ୍ଷି ମାନେ ଆଖି। କେତେ ସହଜରେ ଆମେ ମନେ ରଖିପାରିବା। ତାହେଲେ ଏହାର ମଧ୍ୟ ପ୍ରଥମ ବିଭକ୍ତି ଦ୍ୱିତୀୟ ବିଭକ୍ତି ଦେଖ, ଅକ୍ଷି, ଅକ୍ଷିଣୀ, ଅକ୍ଷିଣୀ। ଅକ୍ଷି, ଅକ୍ଷିଣୀ, ଅକ୍ଷିଣୀ ଅର୍ଥାତ୍ ବନାନ ବାରିରେ ଯେପରି ଥିଲା ଏହାର ଦୁଇଟି ମଧ୍ୟ ସେଇଆ, ଦୁଇ ବଚନ ଦ୍ୱୟ ଅର୍ଥାତ୍ ପ୍ରଥମ କ୍ଷରେ ହର୍ଷେଇ, ଣରେ ଦୀର୍ଘଇ। କିନ୍ତୁ ବହୁ ବଚନ ବେଳକୁ କ'ଣ କ୍ଷରେ ଦୀର୍ଘଇ, ଣରେ ହର୍ଷେଇ। ଏତିକି ତୁମକୁ ମନେ ରଖିବାକୁ ପଡ଼ିବ। କିନ୍ତୁ
एमती मन रखी दौचे आम अखि अक्षिणी अक्षिणी अखि अक्षिणी अक्षिणी। तृतीय व्यक्ति देख अक्षणा अक्षिभ्याम अक्षिभिः। चतुर्थी व्यक्ति अक्षणे अक्षिभ्याम अक्षिभ्यः। पंचम व्यक्ति अक्षणः अक्षिभ्याम अक्षिभ्यः। ताले एई तीनोटी मध्य समान। एवं चतुर्थी व्यक्ति बहुवचन एवं पंचम व्यक्ति बहुवचन द्वय मध्य समान है। षष्ठी व्यक्ति है अक्षणः अक्षणोः अक्षणाम। सप्तम व्यक्ति होची अक्षिणी बा अक्षिणी अक्षणोः अक्षिषु। ताले षष्ठी व्यक्ति द्विवचन एवं सप्तम व्यक्ति द्विवचन मध्य समान। आउ सप्तम व्यक्ति बहुवचन मुदुनेश हम पिला माने हैला। मुदुनेश रे हर्षौ। संबोधन है तार जपरी होता बारे बारी आर सेपरी अक्षी अक्षिणी अक्षिणी तो हम अक्षी अक्षणे अक्षिणी अक्षिणी मध्य हम। अक्षी शब्द परी आमर अस्थि शब्द अस्थि माने हाड़ शक्ति शक्ति माने जंघ आउ दधि शब्द दधि माने दही यही शब्दर रूप गुड़िक मध्य हम है। ताले हर्षईकारांत क्लिबलिंग शब्द आमे पढ़िले। एबे आमे पढ़िबा मधु शब्द। मधु कहले हर्षौकारांत किंतु क्लिबलिंग शब्द। तार रूप केमते होची देख मधु मधुनी मधुनी। म सप्तम विभक्ति पर्यंत आमे करिचे विभक्ति 7टा वचन 3टा। आर रूप केमते होची देख मधु मधुनी मधुनी मधु मधुनी मधुनी। अर्थात प्रथम और द्वितीय विभक्ति दुटा जाक समान किंतु प्रथम व्यक्तिर द्विवचन आ द्वितीय व्यक्तिर द्विवचन बनान टिके कौन धरे हर्षौ नरे दीर्घई। सेठी टिके बारिणी बेले मन पकाओ टिके प्रथमे हर्षई दीर्घई थिला किंतु एठी कौन एटा दीर्घई अछि। आउ बहुवचन द्वय कौन हम हर्षई नरे हर्षई हैला। ताले मधु मधुनी मधुनी मधु मधुनी मधुनी द्विवचनटा दीर्घई आउ बहुवचनटा हर्षई होउछि यार पार्थक्य। सेही परि तृतीय व्यक्ति मधुना मधुभ्याम मधुभिः। चतुर्थी व्यक्ति है मधुने मधुभ्याम मधुभ्यः। पंचम व्यक्ति होउछि मधुनः मधुभ्याम मधुभ्यः। ताले तृतीय व्यक्ति द्विवचन चतुर्थी व्यक्ति द्विवचन पंचम व्यक्ति द्विवचन एतक समान मधुभ्याम मधुभ्याम मधुभ्याम। तेणु पिला माने मन रखिबा पई बहुत सहज। चतुर्थी व्यक्ति बहुवचन और पंचम व्यक्ति बहुवचन ए द्वय मध्य समान मधुभ्यः मधुभ्यः। षष्ठी व्यक्ति है मधुनः मधुनः मधुनाम। सप्तम व्यक्ति है मधुनी मधुनोः मधुसु। ताले एठी लक्ष्य कर षष्ठी व्यक्ति द्विवचन आउ सप्तम व्यक्ति द्विवचन मध्य समान हैला। आउ सप्तम व्यक्ति जो सेटा मुदुनेश रे हर्षौ। बारी रे पढ़िथिलो मुदुनेश अखिरे पढ़िथिलो मुदुनेश आउ मधुरे पढ़िले मध्य मुदुनेश। ताले मुदुनेश रे हर्षौ। एबे तमे सहजरे मन रखि परिबो मधु मधुनी मधुनी मधु मधुनी मधुनी मधुना मधुभ्याम मधुभिः मधुने मधुभ्याम मधुभ्यः मधुनः मधुभ्याम मधुभ्यः मधुनः मधुनोः मधुनाम मधुनी मधुनोः मधुसु। तार संबोधन सेमती देख मधो बा मधु प्रथम व्यक्ति रे द्वितीय व्यक्ति आउ बहुवचन द्विवचन और बहुवचन से प्रथम व्यक्ति और द्वितीय व्यक्ति परी। ताले मधुनी मधुनी प्रथम व्यक्ति द्विवचन जेपरी थिला दीर्घई आ बहुवचन रे थिला हर्षई या मध्य समान अछि। तेणु मन रखिया पई तुमको बहुत सहज पिला माने हबो। एई जो मधु शब्द परी आउ केते गुडी शब्द तमे मध्य अभ्यास करि परिबो जेमती वस्तु अश्रु आयु श्मश्रु 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 माने दाढ़ी हैला। सेपरी जतु जतु माने जौ ओ जानु शब्द जानु माने अंटा एई शब्द गुड़िक मध्य मधु शब्द परी हेबो हैला। मधु शब्द बसंत ऋतु अर्थ रे पुल्लिंग साधु शब्द परी हेबो। जदि आमे मधु मधु बसंत ऋतुर अर्थ मध्य मधु अछि गोटे
ସେଇଟା କିନ୍ତୁ ସାଧୁ ଶବ୍ଦ ପରି ହବ। ମହୁ ଅର୍ଥରେ କ୍ଲିବଲିଙ୍ଗରେ ଏଇପରି ରୂପ ହବ। କିନ୍ତୁ ଯଦି ମଧୁ ଆମେ ବସନ୍ତ ଋତୁକୁ ଭାବିବା ତାହେଲେ ସେଇଟା କଣ ହବ? ସାଧୁ ସାଧୁଃ ସାଧୁ ସାଧବଃ, ସେହିପରି ମଧୁଃ ମଧୁ ମଧବଃ, ଏହିପରି ରୂପ ହବ। ହେଲା ପିଲାମାନେ, ତାହେଲେ ଆମେ ଶବ୍ଦ ରୂପ ତ ନିହାତି ଆମର ଜାଣିବା ଦରକାର। ଆଜି ଆମେ ପଢିଲେ କଣ? କ୍ଲିବଲିଙ୍ଗ ଶବ୍ଦ, ହର୍ଷେଇକାରାନ୍ତ ଆଉ ଉକାରାନ୍ତ ଶବ୍ଦ କ୍ଲିବଲିଙ୍ଗର। ଆଗରୁ ଆମେ ପଢି ସାରିଥିଲେ ଫଳ ଶବ୍ଦ। ତାହେଲେ ଭାବୁଛି ନିଶ୍ଚିତ ଭାବରେ ତୁମେ ମନେ ରଖିପାରିବ, କାରଣ ଆଦେହରୁ ବହୁତ କମ ଶବ୍ଦ ତମକୁ ମନେ ରଖିବାକୁ ପଡିବ, ବାକି ସବୁ ଯାକ ପ୍ରାୟ ଏକା ଭଳିଆ ଅଛି। ତାହେଲେ ଆଜି ପାଇଁ ଆମେ ଏଇଠି ରହୁଛେ। ସମସ୍ତଙ୍କୁ ଧନ୍ୟବାଦ।